ବାପଘରୁ ଶାଶୁଘର ଯିବା ବାଟରେ ମହିଳା ନିଖୋଜ ଏନେଇ ଚାଉଳିଆଗଞ୍ଜ ଥାନାର ଦ୍ୱାରସ୍ଥ ହେଲେ ଉଭୟ ପରିବାର। କଟକ ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗରର ଦାମିନୀ ପଣ୍ଡା ନୟାଗଡ଼ ଖଣ୍ଡପଡ଼ା ଥାନା ଗିରିଗିରିଆ ଗାଁର ସନ୍ତୋଷ କୁମାର ପଣ୍ଡାଙ୍କୁ 5 ବର୍ଷ ତଳେ ବିବାହ କରିଥିଲେ। ଦାମିନୀ ଓ ସନ୍ତୋଷଙ୍କର 2ଟି ସନ୍ତାନ ଅଛନ୍ତି। ଦାମିନୀ ଅଧିକାଂଶ ସମୟରେ ଏକୁଟିଆ ବାପଘରକୁ ଯିବା ଆସିବା କରନ୍ତି। ତେବେ ଗତ ରଜ ସଂକ୍ରାନ୍ତି ଦିନ ଦାମିନୀ ତାଙ୍କ 2 ବର୍ଷର ଝିଅକୁ ଧରି ବାପଘରକୁ ଆସିଥିଲେ। ପରେ ପୁଅ ଦେହ ଖରାପ ଥିବା କହି ଗତ 18 ତାରିଖ ଦିନ ଶାଶୁଘରକୁ ବାହାରିଥିଲେ। ଆଉ ଦାମିନୀଙ୍କ ମା ଝିଅକୁ ଅଟୋରେ ନେଇ ଓଏମ୍ପିରେ ଛାଡ଼ିଥିଲେ। ଓଏମ୍ପିରୁ ଦାମିନୀ ଆଉ ଏକ ଅଟୋରେ ଲିଙ୍କ ରୋଡ଼ରେ ପହଞ୍ଚିଥିଲେ। ପରେ ବରମୁଣ୍ଡାରେ ବସ୍ ଧରିଥିବା ମାଆଙ୍କୁ ଫୋନ୍ କରି କହିଥିଲେ। ଏହା ପରଠୁ ଦାମିନୀଙ୍କର ମୋବାଇଲ ସୁଇଚ୍ ଅଫ୍ ଥିଲାବେଳେ ସେ ଶାଶୁଘରେ ପହଞ୍ଚି ନାହାନ୍ତି। ଉଭୟ ପରିବାର ବହୁ ଖୋଜାଖୋଜି କରିବା ପରେ ନ ପାଇବାରୁ ପ୍ରଥମେ ଖଣ୍ଡପଡ଼ା ଓ ପରେ ଚାଉଳିଆଗଞ୍ଜ ଥାନାରେ ଗତ 19 ତାରିଖରେ ଏତଲା ଦେଇଛନ୍ତି। ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରୁଛି। थाना को आसी एफआईआर देथिलु आमे 3 दिन हलाई आज आगे किछि खबर मिलले हम स्त्री पिला निखोज होइछ 15 तारिख रे आथिले 18 तारिख रे गले 18 तारिख रो आज 21 तारिख हलाई आज जाके हम 18 तारिख थाना को जाइथिलु 19 तारिख दिन 18 तारिख दिन राति रे गलु खंडपड़ा थाना रे रखिलेनी केसटा 19 तारिख दिन रिसीव कले 19 तारिख आसी हम कटक चाउलियागंज रे एफआईआर देलु आज जाके किछि हमर खबर मिलु थाना को आसली मो झियो निखोज हो जाइए मो पाऊनी मो झियो को मो नातुनी सी 4 दिन है सी आसते रज संक्रांति दिन से 3 दिन खंडे रहा 4 दिन गला।